ହରିଦ୍ୱାରରେ ତ ରହିବା ପାଇଁ ଥିଲୁ, ସେଥିପାଇଁକା ଦ୍ୱିପହରେ ଖାଇଦେଇ ଟିକେ ରେଷ୍ଟ ନେଇଗଲୁ, କାହିଁକି ନା ବହୁତ ଟାୟାର୍ଡ଼ ଥିଲୁ। ସେଠି ଉଠିଲା ବେଳକୁ ପାଖାପାଖି ହେଇଗଲାଣି 4ଟା। ସେତେବେଳକୁ ବାହାରକୁ ଯାଇ ଦେଖେ ତ ଟିକେ ଟିକେ ସନ୍ଧ୍ୟା ହେବାକୁ ଆସୁଥିଲା। ସେଥିପାଇଁ ଭାଇଙ୍କୁ କହିଦେଲି ଆଗୁଆ, ଭାଇ ଚାଲ ଆମେ ଆଗୁଆ ଯାଇକି ଜାଗା ଜଗିଦେବା, କାହିଁକିନା ଗଙ୍ଗା ଆଳତୀ କରି ଗଲା ବେଳକୁ ବହୁତ ଗହଳି ହେଇଯାଇଥିଲା। ସେଥିପାଇଁ ଟିକେ ଦିନ ଥିଲା ବେଳକୁ ଆମେ ଯାଇକି ପହଞ୍ଚି ଯାଇଥିଲୁ କେଉଁଠି ନା ଗଙ୍ଗା ଆଳତୀ ଦେଖିବା ପାଇଁ। ଦେଖିଲା ବେଳକୁ ସେଠାରେ ବି ଗହଳି ହେଇଯାଇଥିଲେ। ତାପରେ ଟିକିଏ ସମୟ ଅପେକ୍ଷା କରୁ କରୁ ଗଙ୍ଗା ଆଳତୀ ପୁଣି ଥରେ ଆରମ୍ଭ ହୋଇଗଲା। ଆମେ ଗଙ୍ଗା ଆଳତୀକୁ ସେଠାରେ ପୁରା ସମ୍ପୂର୍ଣ୍ଣ ଦେଖିଲୁ। ତାପରେ ସେତେବେଳକୁ ସନ୍ଧ୍ୟା ହେଇଥିଲା, ଭୋକ ତ ହେଉଥିଲା। ମୁଁ ଗଲି ଟିକେ ମୋମୋ ଖାଇଦେଲି, ଆଉ ଚାଲିଲୁ ଆମେ ମାର୍କେଟିଂ କରିବା ପାଇଁ। ମାର୍କେଟିଂ କରୁ କରୁ ବିଭିନ୍ନ ସୁନ୍ଦର ସୁନ୍ଦର ଛୋଟ ପିଲାମାନେ ବିଭିନ୍ନ ଠାକୁରଙ୍କର ଗେଟଅପ୍ ନେଇ ଆସିଥିଲେ। ମୁଁ ଆହୁରି କିଛି ମିଠା ମିଠା ଜିନିଷ ଖାଇଲି। ମାର୍କେଟିଂ ସାରି ପୁଣି ପଳେଇ ଆସିଲୁ ରୁମ୍କୁ, କାହିଁକିନା ଖାଦ୍ୟ ଖାଇବାର ଥିଲା। ସେଥିରେ ପାମ୍ପଡ଼, ମିକ୍ସ ତରକାରୀ, ଭାତ ଡାଲି ଏମିତି ବହୁତ ସାରା ଜିନିଷ ହେଇଥିଲା। ସମସ୍ତେ ଆମେ ଗୋଟେ ଜାଗାରେ ମିଶିକି ବସିଲୁ ଓ ମିଶିକି ମଜାମସ୍ତି କରି ଖାଦ୍ୟ ଖାଇଲୁ, କାହିଁକିନା ଆଜି ଥିଲା ଶେଷ ଦିନ। ଯେହେତୁ ଶେଷ ଦିନ, ସେଥିପାଇଁ କ୍ଷୀରି ହେବାଟା କମ୍ପଲସରି। ଆମେ କ୍ଷୀରି ଖାଇଦେଇ ରୁମ୍କୁ ପଳେଇ